ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ମୁଁ ସ୍ୱାଗତ କରେ। ଆଜି ହେଉଛି ଡିସେମ୍ବର ମାସ 1 ତାରିଖ। ଆଉ ଏହି ମାସକୁ ଖ୍ରୀଷ୍ଟିଆନ ମାନଙ୍କର ମାସ ବୋଲି କୁହାଯାଏ। ଆଉ ଏହି ମାସକୁ ଖ୍ରୀଷ୍ଟମାସ ମାସ ବା ବଡ଼ଦିନର ମାସ ବୋଲି ମଧ୍ୟ କୁହାଯାଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହିପରି ସମୟରେ ଖ୍ରୀଷ୍ଟମାସ ସମ୍ବନ୍ଧୀୟ କିଛି ପରାମର୍ଶ, କିଛି ଶିକ୍ଷା ଆପଣମାନଙ୍କୁ ଦେବା ଉଦ୍ଦେଶ୍ୟରେ ମୁଁ ଏହି ପ୍ରସଙ୍ଗଟି ପ୍ରସ୍ତୁତ କରୁଅଛି। ପ୍ରଭୁଙ୍କ ଲୋକମାନେ, ଖ୍ରୀଷ୍ଟମାସ ବୋଲି କହିଲେ ବାସ୍ତବରେ କ'ଣ ଅଟେ? ଖ୍ରୀଷ୍ଟମାସ ବୋଲି କହିଲେ ନୂଆ ପୋଷାକ ପିନ୍ଧିବା। ଖ୍ରୀଷ୍ଟମାସ ବୋଲି କହିଲେ ଚର୍ଚ୍ଚକୁ ଡେକୋରେଟ୍ କରିବା, ଘର ପୋଛିବା, ପିଠାପଣା କରିବା। ଏହା ଖ୍ରୀଷ୍ଟମାସ ନୁହେଁ। ଆମେ ଅନେକ ସମୟରେ ଏହି ଖ୍ରୀଷ୍ଟମାସର ଉଦ୍ଦେଶ୍ୟ, ଖ୍ରୀଷ୍ଟମାସର ସେହି ନିଗୁଡ଼ ତତ୍ତ୍ୱକୁ ଆମେ ନ ବୁଝି ବିଭିନ୍ନ ଭୁଲ ଗୁଡ଼ିକ ଆମେ କରିବସୁ। ଆଜି ମୁଁ ଆପଣମାନଙ୍କ ନିକଟରେ 3ଟି ଭୁଲ କହିବା ପାଇଁ ଚାହେଁ, ଯେଉଁ ଭୁଲ କି ଖ୍ରୀଷ୍ଟମାସ ସମୟରେ ଅନେକ ଭାଇ ଭଉଣୀମାନେ କରନ୍ତି। ଖ୍ରୀଷ୍ଟମାସ ପାଳନକାରୀମାନଙ୍କର 3 ଗୋଟି ଭୁଲ ବିଷୟରେ ବାଇବେଲ ଆମ୍ଭମାନଙ୍କୁ କ'ଣ କହେ। ବାସ୍ତବରେ ଆମେ ଧ୍ୟାନ କରି ଦେଖିବା ଯେ ଆମେ ଖ୍ରୀଷ୍ଟମାସ ଅନେକ ଥର ପାଳନ କରିଛୁ, କିନ୍ତୁ ଏହି ଥର ଆମେ ଯେଉଁ ଖ୍ରୀଷ୍ଟମାସ ପାଳନ କରିବା ବା ଖ୍ରୀଷ୍ଟମାସ ଦିନ ଆମେ ପ୍ରଭୁଙ୍କ ଘରକୁ ଯିବା, ତାଙ୍କର ଉପସ୍ଥିତିକୁ ଯିବା, ସେହି ଭୁଲ ଆମେ ପୁନର୍ବାର ଯେପରି ନ କରିବା, ଏହି ଉଦ୍ଦେଶ୍ୟରେ ମୁଁ ଏହି ପ୍ରସଙ୍ଗଟି ପ୍ରସ୍ତୁତ କରୁଛି। ଆସନ୍ତୁ, ଖ୍ରୀଷ୍ଟମାସ ପାଳନକାରୀମାନଙ୍କର ପ୍ରଥମ ଭୁଲ କ'ଣ ଅଟେ? ଯଦି ଏହା ଆମେ ଜାଣିବା, ତାହେଲେ ଆମେ ପୁନର୍ବାର ସେହି ଭୁଲକୁ ଆମେ କରିବା ନାହିଁ। ଆପଣମାନେ ମୋ ସହିତ ବାହାର କରିବେ 1 କରିନ୍ଥୀୟ 5 ଅଧ୍ୟାୟ 8 ପଦ। 1 କରିନ୍ଥୀୟ 5 ଅଧ୍ୟାୟ 8 ପଦ। ଏହି ସ୍ଥାନରେ ପ୍ରକାର ଲେଖାଯାଏ, ଅତଏବ ଆସ ଆମ୍ଭେମାନେ ପୁରାତନ ଖମୀର କିମ୍ବା ଦୁଷ୍ଟତା ଓ କୁକର୍ମ ରୂପ ଖମୀର ଦ୍ୱାରା ପର୍ବ ପାଳନ ନ କରି ସରଳତା ଓ ସତ୍ୟ ରୂପ ଖମୀର ଶୂନ୍ୟ ରୋଟି ଦ୍ୱାରା ପର୍ବ ପାଳନ କରୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସାଧୁ ପାଉଲ ସେ କରନ୍ତୀୟ ମଣ୍ଡଳୀ ନିକଟକୁ ଲେଖିଲା ବେଳେ ସେ ଏହା କହୁଛନ୍ତି ଯେ ଆମର ପର୍ବ ପାଳନ ଆମେ କି ପ୍ରକାର କରିବା ଆବଶ୍ୟକ ରହିଛି। ଆମେ ଆମ ଭିତରେ ଥିବା କୁକର୍ମ ରୂପ ଖମୀର, ଅର୍ଥାତ୍ ଖମୀର ବୋଲି କହିଲେ ଦୁଷ୍ଟତାକୁ ବୁଝାଏ। ପୁରାତନ ଖମୀରକୁ ବାହାର କରିଦେବା। ମୁଁ ଏହି ସ୍ଥାନରେ ପ୍ରଥମ ବିଷୟ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯଦି ଆମେ ପାପ ପରିତ୍ୟାଗ ନ କରି, ଆମେ ନିଜେ ସଫା ନ ହୋଇ ଯଦି ଆମେ ବଡ଼ଦିନ ପାଳନ କରିବା, ତାହେଲେ ଭୁଲ ଅଟେ। ଅନେକ ସମୟରେ ଆମେ ଘର ସଜାଇବା ପାଇଁ ବ୍ୟତିବ୍ୟସ୍ତ ହୋଇଯାଉ, ଆମ ଚର୍ଚ୍ଚକୁ ଡେକୋରେଟ୍ କରିବା ପାଇଁ ଆମେ ବ୍ୟତିବ୍ୟସ୍ତ ହୋଇଯାଉ ଏବଂ ନୂଆ ପୋଷାକ କିଣିବାରେ ଆମେ ବ୍ୟତିବ୍ୟସ୍ତ ହୋଇଯାଉ। ଘର ପୋଛିବା, ଚର୍ଚ୍ଚ ଡେକୋରେଟ୍ କରିବା, ଆମେ ନୂଆ ପୋଷାକ ପିନ୍ଧିବା, ଏହା ପାପ ନୁହେଁ। କିନ୍ତୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯଦି ଆମେ ଘର ପୋଛୁଛୁ, ଆମେ ଚର୍ଚ୍ଚ ଡେକୋରେଟ୍ କରୁଛୁ, ଆମେ ନୂଆ ପୋଷାକ ପିନ୍ଧୁଛୁ, ମାତ୍ର ପୁରାତନ ପାପକୁ ଆମେ ଛାଡ଼ି ପାରୁନାହୁଁ, ପାପକୁ ଆମେ ପରିତ୍ୟାଗ କରିନାହୁଁ, ତାହେଲେ ଆମେ ପର୍ବ ପାଳନ କରିବା କୌଣସି ଆମ ପାଇଁ ଲାଭଜନକ ହେବ ନାହିଁ। ଆମେ ଯଦି ପାପ ପରିତ୍ୟାଗ ନ କରି ଆମେ ସେହି ବଡ଼ଦିନକୁ ସେଲିବ୍ରେଟ୍ କରିବା ବା ଖ୍ରୀଷ୍ଟମାସ ପାଳନ କରିବା, ତାହେଲେ ଭୁଲ ଅଟେ। ଏଇଟା ପ୍ରଥମ ଭୁଲ ଆମେ ମନେ ରଖିବା। ପ୍ରିୟ ଭାଇ ଭଉଣୀମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଅନେକ ଭାଇ ଭଉଣୀମାନେ ଆଜି ବି ସେମାନେ ଅଛନ୍ତି ଯେ ବର୍ଷ ବର୍ଷ ଧରି ସେମାନେ ଖ୍ରୀଷ୍ଟମାସ ସେଲିବ୍ରେଟ୍ କରନ୍ତି, ନ୍ୟୁ ଇୟର୍କୁ ସେମାନେ ସେଲିବ୍ରେଟ୍ କରନ୍ତି, ମାତ୍ର ସାହି ପଡ଼ିଶା ଲୋକ ସହିତ ସେମାନେ କଥାବାର୍ତ୍ତା ହୁଅନ୍ତି ନାହିଁ। ଶାଶୁ ବୋହୂ ସହିତ ପଡ଼ୁନଥିବ, ଭାଇ ଭାଇ ସେମାନେ ବିରୋଧ ଅଟନ୍ତି, ଆଜି ବି ସେମାନେ କ୍ଷମା ଦେଇନାହାନ୍ତି, ଆଜି ବି ସେମାନେ ମିଶି ନାହାନ୍ତି, ମାତ୍ର ସେମାନେ କ'ଣ କରୁଛନ୍ତି? ପର୍ବ ପାଳନ କରୁଛନ୍ତି। ଆଜି ବି ମଦ ପିଇବା ଠାରୁ ସେମାନେ ବାହାରି ଆସିନାହାନ୍ତି, ଜୁଆ ଆଡାରୁ ବାହାରି ଆସିନାହାନ୍ତି, ଆଜି ବି ଗୁପ୍ତ ପାପରେ ସେମାନେ ଲିପ୍ତ ଅଛନ୍ତି, ମାତ୍ର ପର୍ବ ପାଳନ କରୁଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯୀଶୁଖ୍ରୀଷ୍ଟ ଆମକୁ ପିଠାପଣା ଦେବା ପାଇଁ, ଆମକୁ ସାଉଣ୍ଡ ସିଷ୍ଟମ୍ ଲଗାଇ ଡ୍ୟାନ୍ସ କରିବା ପାଇଁ, ଆମକୁ ନୂଆ ପୋଷାକ ଦେବା ପାଇଁ, ଚର୍ଚ୍ଚକୁ ଘରକୁ ସଜାଇବା ପାଇଁ, ଏସବୁ ଶିକ୍ଷା ଦେବା ପାଇଁ ସେ ଆସିନଥିଲେ। ଆମକୁ ସେ ପାପରୁ ପରିତ୍ରାଣ କରିବା ପାଇଁ, ପାପରୁ ଉଦ୍ଧାର କରିବା ପାଇଁ ଆସିଥିଲେ। ମୁଁ ପ୍ରଭୁଙ୍କ ଦାସ ଭାବରେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯଦି ଆମେ ଏହି ପ୍ରକାର ଭୁଲ ଗୁଡ଼ିକ ଗତ ଦିନମାନଙ୍କରେ, ଗତ ବର୍ଷମାନଙ୍କରେ ଆମେ କରିଛୁ,
ଏହି ବର୍ଷ ଆମମାନଙ୍କର ପର୍ବ ପାଳନ ସମ୍ପୂର୍ଣ୍ଣ ଭିନ୍ନ ହେବାର ଆବଶ୍ୟକ ରହିଛି। ଯଦି ଆଜି ମୁଁ ଖରାପ ସାଙ୍ଗସାଥି ମଧ୍ୟରେ ରହିଛି, ଆଜି ମୁଁ ଜୁଆ ଖେଳିବାଟା ଛାଡ଼ି ପାରୁନାହିଁ, ମଦ ପିଇବାଟା ଛାଡ଼ି ପାରୁନାହିଁ, ଆମେ ପ୍ରଭୁଙ୍କ ନିକଟରେ ମୁଁ ପ୍ରାର୍ଥନା କରି ସେଇଠିରୁ ବାହାରି ଆସିବା ଆବଶ୍ୟକ ରହିଛି। ତାପରେ ଆମେ ଯଦି ଖ୍ରୀଷ୍ଟମାସକୁ ସେଲିବ୍ରେଟ୍ କରିବା, ଖ୍ରୀଷ୍ଟମାସକୁ ଆମେ ପାଳନ କରିବା, ତାହେଲେ ତାହା ଠିକ୍ ହେବ। ନହେଲେ ଆମେ ପାପରେ ରହି ଯଦି ଆମେ ଖ୍ରୀଷ୍ଟମାସ ସେଲିବ୍ରେଟ୍ କରିବା ତାହେଲେ ଭୁଲ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ମୁଁ ଦ୍ୱିତୀୟ ଭୁଲ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ, ଯାହା ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ এই ଭୁଲ ଗୁଡ଼ିକ ସେମାନେ କରନ୍ତି, ଯଦ୍ୱାରା କି ସେମାନେ ଆତ୍ମିକ ଜୀବନରେ ବଢ଼ିପାରନ୍ତି ନାହିଁ। ଯଦି ଆପଣମାନେ ପଢ଼ିବେ ମୋ ସହିତ ଆପଣମାନେ ରୋମିଓ 13 ଅଧ୍ୟାୟକୁ ଆସିବେ। ସାଧୁ ପାଉଲଙ୍କ ଦ୍ୱାରା ଲିଖିତ ରୋମିଓ ପୁସ୍ତକ 13 ଅଧ୍ୟାୟ ତାର 8 ପଦରେ ଲେଖାଗଲା, ପରସ୍ପରକୁ ପ୍ରେମ କରିବା ବିନା ଆଉ କାହିଁରେ କାହାରିଠାରେ ଋଣୀ ହୁଅ ନାହିଁ, କାରଣ ଯେ ପରକୁ ପ୍ରେମ କରେ ସେ ବ୍ୟବସ୍ଥା ସଫଳ କରିଅଛି। ପ୍ରଭୁଙ୍କ ନାମର ଗୌରବ। ଏହି ସ୍ଥାନରେ ଆମେ ଗୋଟିଏ ବିଷୟ ଶିଖିବା ଆବଶ୍ୟକ ରହିଛି, ଜାଣିବା ଆବଶ୍ୟକ ରହିଛି ଯେ ପର୍ବ ପାଳନ କରିବା ଉଦ୍ଦେଶ୍ୟରେ ଋଣଗ୍ରସ୍ତ ହେବା ଭୁଲ ଅଟେ। ଖ୍ରୀଷ୍ଟମାସ ପାଳନ କରିବା ଉଦ୍ଦେଶ୍ୟରେ ଋଣଗ୍ରସ୍ତ ହେବା ଭୁଲ ଅଟେ। ଅନେକ ସମୟରେ ମୁଁ ଗାଁ ଗହଳିରେ ସେବା କରେ, ବିଭିନ୍ନ ଗାଁକୁ ଯାଏ, ମୁଁ ଅନେକ ଭାଇ ଭଉଣୀମାନଙ୍କୁ ଦେଖେ, ସେମାନେ ପର୍ବ ପାଳନ ନାଁରେ ଲୋକଙ୍କଠାରୁ ପଇସା ଧାର ଆଣନ୍ତି। ଦୁଃଖ ଲାଗେ। ଖ୍ରୀଷ୍ଟିଆନ ଲୋକମାନେ ସେମାନେ ଋଣ ନେବା ଲୋକମାନେ ନୁହନ୍ତି। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ଲୋକମାନେ ଲୋକମାନଙ୍କୁ ଋଣ ଦେବେ, କିନ୍ତୁ ସେମାନେ ଋଣ ନେବେ ନାହିଁ। ପ୍ରଭୁ କହନ୍ତି ତୁମେ ଋଣ ଦେବ, ଋଣ ନେବ ନାହିଁ। ମାତ୍ର ଦୁଃଖର ବିଷୟ, ଯେଉଁ ସମୟରେ ଏହି ବଡ଼ଦିନ ଆସେ, ଖ୍ରୀଷ୍ଟମାସ ସମୟ ଆସେ, ଅନେକ ଭାଇ ଭଉଣୀମାନେ ସେମାନେ ଋଣଗ୍ରସ୍ତ ହୋଇଯାଆନ୍ତି। ଏହି ସ୍ଥାନ ଲେଖାଯାଏ ଯେ ପରସ୍ପରକୁ ପ୍ରେମ କରିବା ବିନା ଆଉ କାହିଁରେ କାହାରିଠାରେ ଋଣୀ ହୁଅ ନାହିଁ। ଆମେ ଋଣୀ ହେବା କଥା ନାହିଁ, କାରଣ ଆଜି ଅନେକ ସେହି ଋଣ ରୂପ ଫାନ୍ଦରେ ପଡ଼ିଛନ୍ତି, ଯଦ୍ୱାରା କି ସେମାନଙ୍କୁ ଚର୍ଚ୍ଚ ଯିବା ପାଇଁ ସମୟ ହେଉନାହିଁ, ସହଭାଗିତା ଆସିପାରୁନାହାନ୍ତି, ପ୍ରାର୍ଥନା କରିପାରୁନାହାନ୍ତି, କାର୍ଯ୍ୟ ସେମାନଙ୍କୁ କାମରେ ବ୍ୟତିବ୍ୟସ୍ତ ସେମାନେ ହେଇଗଲେ। କାରଣ କାମ ଯଦି ଯିବେ ନାହିଁ ତାହେଲେ ସେମାନେ ଋଣ ଛୁଟି ପାରିବେ ନାହିଁ, ଋଣ ବାନ୍ଧି ପାରିବେ ନାହିଁ। ଏହା ହେଉଛି ଗୋଟେ ବନ୍ଧନ ଅଟେ, ଆତ୍ମିକ ଜୀବନରେ ଆମକୁ ବଢ଼ିବା ପାଇଁ ଦିଏ ନାହିଁ। ମୁଁ କହିବା ପାଇଁ ଚାହେଁ, ଖ୍ରୀଷ୍ଟମାସ ପାଳନ ଉଦ୍ଦେଶ୍ୟରେ, ବଡ଼ଦିନ ଉଦ୍ଦେଶ୍ୟରେ ଋଣଗ୍ରସ୍ତ ହେବା ଭୁଲ ଅଟେ। ଆମେ କେବେ ମଧ୍ୟ ଋଣଗ୍ରସ୍ତ ହେବା କଥା ନାହିଁ। ଖ୍ରୀଷ୍ଟମାସ ସମୟରେ ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଲୋକମାନେ ସପିଂ କରିବା ପାଇଁ ଯାଆନ୍ତି। ଓଡ଼ିଶାରୁ କେତେ ଆନ୍ଧ୍ର ଯାଉଛି, ଜଗଦଲପୁର ଯାଉଛି, ରାୟପୁର ଯାଉଛି, ବିଭିନ୍ନ ସ୍ଥାନକୁ ସେମାନେ ଯାଇ ସପିଂ କରନ୍ତି। ଖ୍ରୀଷ୍ଟମାସ ସମୟରେ ଆମେ ଭଲ ପୋଷାକ ନ ପିନ୍ଧିଲେ ମଜା ଆସିବ ନାହିଁ। ଲୋକମାନଙ୍କ ବୁଦ୍ଧି ତାହା। ପ୍ରଭୁ ଆମକୁ ନୂଆ ପୋଷାକ ଦେବା ପାଇଁ ଆସିଲେ ନାହିଁ, ଆମକୁ ଋଣରୁ ମୁକ୍ତ କରିବା ପାଇଁ ଆସିଲେ, ଆମକୁ ବନ୍ଧନରୁ ମୁକ୍ତ କରିବା ପାଇଁ ଆସିଲେ। ସେଥିପାଇଁ ଏହି ଭୁଲ ଆମେ କରିବା ନାହିଁ। ଯାହା ଅଛି ଆମ ପାଖରେ ସେତିକିରେ ଆମେ ସନ୍ତୁଷ୍ଟ ରହି, ଯାହା ଆମ ପାଖରେ ସକ୍ଷମ ଆମେ ଅଟୁ, ସେହି ଅନୁସାରେ ଯଦି ଆମେ ପର୍ବ ପାଳନ କରିବା, ଆମର ଖ୍ରୀଷ୍ଟମାସକୁ ଆମେ ସେଲିବ୍ରେଟ୍ କରିବା, ତାହେଲେ ବହୁତ ଭଲ ହେବ। ଆମେ ଏହି ଭୁଲ ଗୁଡ଼ିକ କେବେ ମଧ୍ୟ ଆମେ କରିବା ନାହିଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ମୁଁ ତୃତୀୟ ବିଷୟ ଆପଣମାନଙ୍କ ନିକଟରେ ରଖି ସମାପ୍ତ କରିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ରୋମିଓ ପୁସ୍ତକ 1 ଅଧ୍ୟାୟକୁ ଆସିବେ। 1 ଅଧ୍ୟାୟ ତାର 16 ପଦରେ ଲେଖାଯାଏ, କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ଯେଣୁ ତାହା ପ୍ରତ୍ୟେକ ବିଶ୍ୱାସୀ ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ, ପ୍ରଥମତଃ ଯିହୁଦୀ ପକ୍ଷରେ ଆଉ ମଧ୍ୟ ଗ୍ରୀକ୍ ପକ୍ଷରେ। ଏହି ସ୍ଥାନରେ ସାଧୁ ପାଉଲ କହୁଛନ୍ତି ଯେ କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ। କାହିଁକି ଲଜ୍ଜାବୋଧ କରେ ନାହିଁ? କାରଣ ସୁସମାଚାର ଗୋଟେ ମେସେଜ ନୁହେଁ। ସୁସମାଚାର ହେଉଛି ଈଶ୍ୱରଙ୍କ ଶକ୍ତି। ସୁସମାଚାର କ'ଣ କରେ? ମନୁଷ୍ୟ ଜୀବନକୁ ବଦଳାଇ ଦିଏ। ସୁସମାଚାର ଆମକୁ ପରିବର୍ତ୍ତନ କରିଛି, ଆମ ପରିବାରକୁ ଠିକ୍ କରିଛି, ଆମକୁ ପାପରୁ ଉଦ୍ଧାର କରିଛି। ସେଥିପାଇଁ ସୁସମାଚାର ପ୍ରଚାର ନ କରି ଯଦି ଆମେ ପର୍ବ ପାଳନ କରୁଛୁ, ତାହେଲେ ବହୁତ ବଡ଼ ଭୁଲ ଅଟେ। ସୁସମାଚାର ପ୍ରଚାର ନ କରି ଯଦି ଆମେ ଖ୍ରୀଷ୍ଟମାସ ସେଲିବ୍ରେଟ୍ କରୁଛୁ, ତାହେଲେ ଭୁଲ ଅଟେ। ଆମର ଖ୍ରୀଷ୍ଟମାସ ପାଳନ ଦ୍ୱାରା ଆମମାନଙ୍କର ପିନ୍ଧା ଅଡ଼ା ବା ଆମମାନଙ୍କର ୱାର୍ସିପ୍, ଆମମାନଙ୍କର ଯଦି ଆମେ ଚର୍ଚ୍ଚ ସଜାଉଛୁ, ଚର୍ଚ୍ଚ ସାମ୍ନାରେ ଆମେ ଟେଣ୍ଟ ମାରୁଛୁ, ସବୁ କାର୍ଯ୍ୟକ୍ରମ ଦ୍ୱାରା ପରମେଶ୍ୱରଙ୍କର ସୁସମାଚାର ପ୍ରଚାରିତ ହେବାର ଅଛି। ସେହିଦିନ ମେଷଯୋଗୁଆଳୀମାନଙ୍କୁ
ଦୂତ ସେମାନଙ୍କ ମଧ୍ୟରେ ଆସି କହିଲେ ଯେ ଭୟ କର ନାହିଁ, ସମସ୍ତ ଲୋକଙ୍କର ଆନନ୍ଦଜନକ, ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ମୁଁ ତୁମ୍ଭ ନିକଟରେ ଆଣିଅଛି। ଏହି ଖ୍ରୀଷ୍ଟମାସ ସମୟରେ ଆମେ ଖ୍ରୀଷ୍ଟିଆନ ଲୋକମାନେ ଗୋଟେ ବିଷୟ ଧ୍ୟାନ ଦେବାର ଆବଶ୍ୟକ ରହିଛି ଯେ ମୁଁ କୌଣସି ଏକ ମାଧ୍ୟମ ଦ୍ୱାରା ମଧ୍ୟ ଯାହା ହେଲେ ବି କେମିତି ଉପାୟରେ ମଧ୍ୟ ମୁଁ କ'ଣ କରିବି, ସୁସମାଚାରକୁ ପ୍ରଚାର କରିବି। ଦୁନିଆର ସମସ୍ତ ଲୋକମାନଙ୍କ ପାଖରେ କେବଳ ସମାଚାର ରହିଛି, ମାତ୍ର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ମଧ୍ୟରେ, ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ହାତରେ, ସେମାନଙ୍କ ପାଖରେ ପରମେଶ୍ୱର କ'ଣ କରିଛନ୍ତି, ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ସେ ଦେଇଛନ୍ତି। ସେଥିପାଇଁ ଆମର ପର୍ବ ପାଳନ ଦ୍ୱାରା, ଆମମାନଙ୍କର ଖ୍ରୀଷ୍ଟମାସ ସେଲିବ୍ରେଟ୍ ଦ୍ୱାରା ଏହି ମାସରେ ଆମେ ସୁସମାଚାର ପ୍ରଚାର କରିବା ଆବଶ୍ୟକ ରହିଛି। ଯଦି ଆମର ପର୍ବ ପାଳନ ଦ୍ୱାରା ସୁସମାଚାର ପ୍ରଚାରିତ ହେଉନାହିଁ ତାହେଲେ ଭୁଲ ଅଟେ। ଆମେ ଚେଷ୍ଟା କରିବା ଯେ ଯୀଶୁଖ୍ରୀଷ୍ଟ ପ୍ରଭୁ ଅଟନ୍ତି। ଯୀଶୁଖ୍ରୀଷ୍ଟ କେବଳ ସେ ଖ୍ରୀଷ୍ଟିଆନ ମାନଙ୍କର ପରମେଶ୍ୱର ନୁହନ୍ତି, ସେ ସମସ୍ତଙ୍କର ପରମେଶ୍ୱର ଅଟନ୍ତି, ସମସ୍ତଙ୍କର ତ୍ରାଣକର୍ତ୍ତା ଅଟନ୍ତି, ସମସ୍ତଙ୍କର ପ୍ରଭୁ ଅଟନ୍ତି। ଏହି କଥା ଆମେ ଅନ୍ୟମାନଙ୍କୁ କହିବାର ଏକ ମାସ ଅଟେ, ଏକ ସୁଯୋଗ ଅଟେ। ଏହାକୁ ଆମେ ମନେ ରଖିବା ଆବଶ୍ୟକ ରହିଛି। ଅନେକ ସମୟରେ ଖ୍ରୀଷ୍ଟମାସ ଭାଇ ଭଉଣୀମାନେ ପାଳନ କରନ୍ତି, ଅନେକ ଟଙ୍କା ଖର୍ଚ୍ଚ କରନ୍ତି, ଅନେକ ପରିଶ୍ରମ ଖର୍ଚ୍ଚ କରନ୍ତି, ଅନେକ ପରିଶ୍ରମ ସେମାନେ କରନ୍ତି, ମାତ୍ର କୌଣସି ପ୍ରକାର ସେମାନଙ୍କର ଉଦ୍ଦେଶ୍ୟ ବିହୀନ ସେମାନଙ୍କର ଖ୍ରୀଷ୍ଟମାସ ଗୁଡ଼ିକ ସେମାନେ ପାଳନ କରନ୍ତି। ମାତ୍ର ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ ଆମେ ସେପରି କରିବା ନାହିଁ। ଆମେ ମନେ ରଖିବା ଯେ ପାପକୁ ପରିତ୍ୟାଗ କରି ସମ୍ପୂର୍ଣ୍ଣ ଭାବରେ ପ୍ରଭୁଙ୍କ ନିକଟରେ ଆମେ ନିଜକୁ ପରିଷ୍କାର କରି ଆମେ ଖ୍ରୀଷ୍ଟମାସ ପାଳନ କରିବା, ତାହେଲେ ଭଲ ହେବ। ଦ୍ୱିତୀୟ ବିଷୟ, ଖ୍ରୀଷ୍ଟମାସ ନାଁରେ, ପର୍ବ ପାଳନ ନାଁରେ ଆମେ ନିଜକୁ ଋଣଗ୍ରସ୍ତ କରିବା ନାହିଁ। ତୃତୀୟ ବିଷୟ, ଏହି ଖ୍ରୀଷ୍ଟମାସ ସମୟରେ, ପର୍ବ ପାଳନ ସମୟରେ ଆମେ ଅନ୍ୟମାନଙ୍କୁ ସୁସମାଚାର କହିବା ଉଦ୍ଦେଶ୍ୟରେ ଆମେ କ'ଣ କରିବା, ଖ୍ରୀଷ୍ଟମାସକୁ ଆମେ ସେଲିବ୍ରେଟ୍ କରିବା।